ସ୍ୱାଧୀନତାର 78 ବର୍ଷ ବିତିଗଲା ପରେ ବି ବିଜୁଳି ଆଲୁଅ ଅପେକ୍ଷାରେ କାଣ୍ଡ୍ରାକା ବଣ୍ଡେଲି ଗ୍ରାମବାସୀ। ସରକାର ଆସିଲା, ସରକାର ଗଲା, ମାଳମାଳ ଯୋଜନାର ପୁଳା ପୁଳା ଟଙ୍କା କେଉଁଠି ଓ କାହା ପାଇଁ ଖର୍ଚ୍ଚ ହେଲା, ଏହା ପ୍ରଶ୍ନ ସୃଷ୍ଟି ହେଉଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ନିୟମଗିରି ପାହାଡ଼ ପାଦଦେଶରେ ବସବାସ କରି ଆସୁଥିବା ନିରୀହ ଆଦିବାସୀମାନଙ୍କ ମନରେ। ହଁ ଦର୍ଶକ ବନ୍ଧୁ, ପ୍ରଶ୍ନ ନିଶ୍ଚିତ ଆସିବ, କାରଣ ଦେଶ ପ୍ରଗତିଶୀଳ ହେଉଛି ଆଦିବାସୀଙ୍କ ନେତୃତ୍ୱରେ। ଓଡ଼ିଶା ପରିଚାଳିତ ହେଉଛି ଆଦିବାସୀଙ୍କ ହାତରେ। ଏହିପରି ସ୍ଥଳେ ଯଦି ଯୁଗ ଯୁଗ ଧରି ବସବାସ କରି ଆସୁଥିବା କାଣ୍ଡ୍ରାକା ବଣ୍ଡେଲି ଗାଁର ସମସ୍ୟା ସମାଧାନ ନ ହୁଏ, ତେବେ କେବେ ଓ କେଉଁ ବର୍ଗର ସରକାର ଆସିଲେ ଏହା ପୂରଣ ହେବ? ଆଦିବାସୀମାନଙ୍କୁ ମିଳିବ ପିଇବା ପାଣି, ଚାଲିବା ପାଇଁ ପକ୍କା ରାସ୍ତା ଏବଂ ଜାଳିବା ପାଇଁ ବିଦ୍ୟୁତ୍ ଆଲୁଅ। ଗ୍ରାମର 45ଟି ଡଙ୍ଗରିଆ ଆଦିବାସୀ ପରିବାରଙ୍କର ଜୀବନଯାପନ ଏଭଳି ଭାବରେ କଟୁଛି। ଆଦିବାସୀଙ୍କର ପ୍ରମୁଖ ଦୁର୍ଦ୍ଦଶା ହେଲା ବିଜୁଳି ଆଲୁଅ। କେନ୍ଦ୍ର ସରକାରଙ୍କର ଗ୍ରାମ୍ୟ ବିଦ୍ୟୁତୀକରଣ ଯୋଜନା ଆଜି ପର୍ଯ୍ୟନ୍ତ ପହଞ୍ଚି ପାରିନି ଗ୍ରାମକୁ। ବିଜୁଳି ବିହୁନେ ପିଲାଙ୍କର ପାଠପଢ଼ା ଠାରୁ ଆରମ୍ଭ କରି ଗାଁରେ କୌଣସି ପର୍ବପର୍ବାଣୀ, ବାହାଘର ଏବଂ ନାନା ପ୍ରକାରରେ ଅସୁବିଧାରେ ସମ୍ମୁଖୀନ ହେଉଥିବା କଥା ଜଣାପଡ଼ୁଛି। ବିଜୁଳି ପାଇଁ ଭଡ଼ାରେ ଆଣିଥିବା ଡିଜି ବହୁ ମାତ୍ରାରେ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି ବୋଲି ଗାଁର ଶୁକ୍ରୁ କୁଲସିକା, ମଙ୍ଗୁଳୁ କୁଲସିକା, କମଲୁ କାଣ୍ଡ୍ରାକା, ମହେଶ୍ୱର କାଣ୍ଡ୍ରାକା, ଶିକୁନୁ କାଣ୍ଡ୍ରାକା, ବାମୁନୁ କୁଲସିକା, ଆଶିଷିକାକା ଅଭିଯୋଗ କରିଛନ୍ତି।